ବେପାର କରିକି ତାଙ୍କ ଜୀବନ ଜୀବିକା କେବଳ ସେ ନିର୍ବାହ କରୁନାହାନ୍ତି, ତାଙ୍କ ବେପାର ଯୋଗୁ ସହରର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହଉଛି। ତ ଏ ସବୁକୁ ନେଇକି ଆଉ ନିଜର ସୁରକ୍ଷା ଦୃଷ୍ଟିକୋଣରୁ ସେମାନେ ପ୍ଲାଷ୍ଟିକ ୟୁଜ କରିବେନି, ସେମାନେ କେମିତି ଭଲରେ ବସିବେ, ତାଙ୍କର ପାନୀୟ ଜଳ ହଉ ବା ଟଏଲେଟ ହଉ, ଏସବୁ ଯୋଉ ବେସିକ ଆମେନିଟିଜ କେମିତି ତାଙ୍କୁ ମିଳିବ, ଏ ନେଇକି ବିଏମସି ତରଫରୁ ସବୁବେଳେ ପ୍ରଚେଷ୍ଟା ଜାରି ରହିଛି। ପ୍ରଥମେ ତ ଜାତୀୟ ଭେଣ୍ଡର୍ସ ଡେ ପାଇଁ ସବୁ ଭେଣ୍ଡର୍ସ ଭାଇ ଭଉଣୀ ମାନଙ୍କୁ ମୁଁ କଂଗ୍ରାଚୁଲେଟ୍ କରିବି। ଏବଂ ଆପଣ ଜାଣିଥିବେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ତରଫରୁ ଆଜି ଏଇଠି ଇଏ ଜାତୀୟ ଯୋଉ ଉଠା ଦୋକାନୀ ଦିବସ ପାଳନ କରାଯାଉଛି। ଆମର ଉଠା ଦୋକାନୀଙ୍କୁ ନେଇ ଯୋଉ ସମସ୍ୟା ରହିଛି, କେମିତି ସମସ୍ତଙ୍କୁ ଏନୁମରେସନ କରାଯିବ, ସମସ୍ତେ କେମିତି ସୁବିଧା ସୁଯୋଗ ପାଇବେ, କାରଣ ବେପାର କରିକି ତାଙ୍କ ଜୀବନ ଜୀବିକା କେବଳ ସେ ନିର୍ବାହ କରୁନାହାନ୍ତି, ତାଙ୍କ ବେପାର ଯୋଗୁ ସହରର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହଉଛି। କିନ୍ତୁ ତା ମାନେ ନୁହେଁ ଯେ ଆମେ ଯୋଉଠି ନାହିଁ ସେଠି ଦୋକାନ କରିବା, ସେଠୁ କିଛି ନୀତି ନିୟମ ଭିତରେ ରହିକି ସେମାନେ କିଭଳି ଭାବରେ ଭଲ ଭାବରେ ବେପାର କରିବେ ସେ ବିଷୟରେ ଆଜି ଆଲୋଚନା ହେଇଛି। ଆଉ ମୁଁ ଆଜି ଦିନରେ ଯେହେତୁ ସବୁବେଳେ ମୁଁ ଚାହେଁ ଯେ ସେମାନେ ଭଲରେ ରୁହନ୍ତୁ, ଭଲରେ ବ୍ୟବସାୟ କରନ୍ତୁ, କିନ୍ତୁ ବିଏମସି କୁ କିଛି କାମ କରିବାର ଅଛି, ଯେମିତିକି ଟ୍ରେନଟା ଉପରେ କେହି ବସିବା କଥା ନୁହେଁ, କିଛି ଜିନିଷ ରହିଛି ଯେ ନୂଆ ଦୋକାନୀ ବଢେଇବା କଥା ନୁହେଁ, ଯେତିକି ଦୋକାନୀ ଅଛନ୍ତି ସେମାନେ ବିଏମସି ର ଫୋଲ୍ଡ ଭିତରକୁ ଆସିବା ଦରକାର। ତ ଏ ସବୁକୁ ନେଇକି ଆଉ ନିଜର ସୁରକ୍ଷା ଦୃଷ୍ଟିକୋଣରୁ ସେମାନେ ପ୍ଲାଷ୍ଟିକ ୟୁଜ କରିବେନି, ସେମାନେ କେମିତି ଭଲରେ ବସିବେ, ତାଙ୍କର ପାନୀୟ ଜଳ ହଉ ବା ଟଏଲେଟ ହଉ, ଏସବୁ ଯୋଉ ବେସିକ ଆମେନିଟିଜ କେମିତି ତାଙ୍କୁ ମିଳିବ, ଏ ନେଇକି ବିଏମସି ତରଫରୁ ସବୁବେଳେ ପ୍ରଚେଷ୍ଟା ଜାରି ରହିଛି। ଆଉ ଆଜି ମଧ୍ୟ ଆମେ ଆଲୋଚନା କରିଛୁ, ଯେତେବେଳେ ଯୋଉଠି ଅସୁବିଧା ରହିବ ଆମେ ସମସ୍ତେ ମିଶିକି ତାକୁ କେମିତି ସର୍ଟ ଆଉଟ କରିବା, ସୋ ଦ୍ୟାଟ ଏ ସହର ଆଗକୁ ବଢିବ ଏବଂ ସମସ୍ତଙ୍କୁ ନେଇକି ବଢିବ। ଉଠା ଦୋକାନ ଦିବସ ଆଜି ନିଶ୍ଚିତ ଭାବରେ ଯୋଉମାନେ ଆମର ଅର୍ଥନୀତିକୁ ଯୋଉମାନେ ଛୋଟ ମୋଟ ଦୋକାନ ବ୍ୟବସାୟ କରିକିରି ଯୋଉମାନେ ଅର୍ଥନୀତିକୁ ପରିପୃଷ୍ଟ କରୁଛନ୍ତି, ଭୁବନେଶ୍ୱର ହଉ ବା ଯେକୌଣସି ସହରରେ ସେମାନଙ୍କର ଆବଶ୍ୟକତା ସବୁବେଳେ ରହିଛି। ତେଣୁ ସେମାନଙ୍କର ସୁରକ୍ଷା, ସେମାନେ କିଭଳି ଭାବରେ ଜୀବନ ଜୀବିକା ନିର୍ବାହ କରିପାରିବେ, ସରକାର ସବୁବେଳେ ସଚେତନ ଅଛନ୍ତି ସେଥିପାଇଁ। ଏବଂ ଗତକାଲି ମଧ୍ୟ ଏ ସମ୍ବନ୍ଧରେ ଆମେ ମାନ୍ୟବର ଆମର ସହରାଞ୍ଚଳ ନଗର ଉନ୍ନୟନ ମନ୍ତ୍ରୀଙ୍କ ସହିତ କଥା ହେଇଛୁ। ଆମର ବିଧାୟକ ବାବୁ ସିଂ ମହୋଦୟ ଥିଲେ, ଜଗନ୍ନାଥ ପ୍ରଧାନ ଅବନେତା, ଆମେ 3 ଜଣ ବସି କାଲି ରାତିରେ 1 ଘଣ୍ଟା କାଳ ଏମାନଙ୍କର ଜୀବନ ଜୀବିକା ସୁରକ୍ଷା ଦେବା ପାଇଁ ଆମେ କଥା ହେଇଥିଲୁ। କିନ୍ତୁ ବେଳେ ବେଳେ ବି ଦୁର୍ଘଟଣା ହଉଛି, ଯେମିତି ଆଜି ଭୋରରୁ 1 ନମ୍ବର ହାଟରେ ଯେମିତି ଦୁର୍ଘଟଣା ହେଇଛି। ତେଣୁ ତାକୁ ଆଖି ଆଗରେ ରଖି କେଉଁଭଳି ଭାବରେ ସେମାନଙ୍କୁ ସୁରକ୍ଷା ଦେଇହେବ, ସେମାନଙ୍କୁ ଯୋଉଠୁ ରାସ୍ତା ହଉ ବା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟକ୍ରମ ପାଇଁ ଯେତେବେଳେ ଉଚ୍ଛେଦ ହଉଛି, ସେମାନଙ୍କୁ ମଧ୍ୟ ତାର କେଉଁଭଳି ଭାବରେ ବିକଳ୍ପ ଦେଇହେବ, ସେଥିପାଇଁ ମଧ୍ୟ ସରକାରଙ୍କ ସହିତ ଆଲୋଚନା ହେଇଛି। ସେମାନେ ରହିବେ, ସେମାନଙ୍କର ଆବଶ୍ୟକତା ସହରରେ ରହିଛି, କିନ୍ତୁ ସହରର କ୍ରମବର୍ଦ୍ଧିଷ୍ଟୁ ଲୋକ ସଂଖ୍ୟା ଏବଂ ତାର ଉନ୍ନତିକୁ ଆଖି ଆଗରେ ରଖି ସରକାର ବିଭିନ୍ନ ପ୍ରକାର ନିଷ୍ପତ୍ତି ବି ନେଉଛନ୍ତି। କିନ୍ତୁ ସେମାନଙ୍କର ଉଠା ଦୋକାନୀ ଭାଇ ଭଉଣୀ ମାନଙ୍କର ସ୍ୱାର୍ଥ କେମିତି ବ୍ୟାହତ ନ ହେବ, ସରକାର ସର୍ବଦା ସଚେତନ ଅଛନ୍ତି। ଏବଂ ଆମେ ଆଶା କରିବା ସରକାରଙ୍କର ଯେଉଁ ସବୁ ନୂତନ ଯେଉଁ ସବୁ ନୀତି ରହିଛି ସହରାଞ୍ଚଳ ବିକାଶ ପାଇଁ, ଭୁବନେଶ୍ୱର ବିଶେଷ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିରାଟ ସି ଚେଞ୍ଜ ପରିବର୍ତ୍ତନ କଲା ଭଳି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ରହିଛି ଏଥିରେ କରିବାର। ଖୁବ୍ କମ୍ ଦିନ ତଳେ 20 କୋଟି ଟଙ୍କା ପାଣି ଏବଂ ଫାୟାର ସେଫ୍ଟି ପାଇଁ ମଧ୍ୟ ପ୍ରଦାନ କରାଯାଇଛି। ଆହୁରି ଆଗକୁ ନିଶ୍ଚିତ ଭାବରେ ଅଧିକ ଖର୍ଚ୍ଚ କରି ସହରର ବିକାଶ ହେବ, ଉଠା ଦୋକାନୀ ମାନେ ବି ରହିବେ, ସମାନ୍ତରାଳ ଭାବରେ ସେମାନଙ୍କର କେମିତି ଜୀବନ ଜୀବିକା ବ୍ୟାହତ ନ ହେବ ସରକାର ସଚେତନ ଅଛନ୍ତି। ଆଜିର ଦିବସରେ ସେମାନେ କେମିତି ଭଲରେ ରହିବେ, ସରକାରଙ୍କୁ ସହିତ ଆମେ ତାଙ୍କ ସହିତ କଥା ହେଇକିରି ତାଙ୍କର ଯାହା ଭଲ ମନ୍ଦରେ ଆମେ ତାଙ୍କ ସହିତ ରହିବୁ ବୋଲି ପ୍ରତିଶ୍ରୁତି। ଆଜିର ଏଇ ଯେଉଁ ଉଠା ଦୋକାନୀ ଦିବସ, ଇଏ ହେଉଛି ଜାତୀୟ ଉଠା ଦୋକାନୀ ଦିବସ। ଜାନୁଆରୀ 20 ତାରିଖ ଆମର ଜାତୀୟ ଉଠା ଦୋକାନୀ ଦିବସ ପ୍ରତ୍ୟେକ ବର୍ଷ ଆମେ ବି ପାଳନ କରୁ। ଏ ବର୍ଷ ମଧ୍ୟ ତାକୁ ଆମେ ଏଇ ଦିବସକୁ ପାଳନ କରୁଛୁ। ଆଲୋଚନା ଇଏ ହେଉଛି ମୁଖ୍ୟ ଜିନିଷ ହେଉଛି ଆମର ଅଧିକାର ଉପରେ ଆମେ ଆଲୋଚନା ଆମେ କରୁଛୁ। ମ୍ୟୁନିସିପାଲିଟି ଯେଉଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆଳ ଦେଖେଇକିରି ଆଜି ଡ୍ରେନ୍ ଉପରେ ବସିଛନ୍ତି, ଆମେ ଭାଙ୍ଗିଦେବୁ, ଆଜି
ରାସ୍ତା କଡ଼ରେ ବସିଛନ୍ତି ଆମେ ଭାଙ୍ଗିଦେବୁ, କିନ୍ତୁ ଆମର 2014 ମସିହାରେ ଗୋଟେ ଆଇନ ପାରିତ ହୋଇଛି, ପାର୍ଲିଆମେଣ୍ଟରେ ପାସ୍ ହେଇ ସୁପ୍ରିମକୋର୍ଟର ବି ଗାଇଡଲାଇନ୍ ଅଛି ଯେ ଆମର ବଞ୍ଚିବାର ମୌଳିକ ଅଧିକାର ଅଛି। ଯେଉଁ ଅଧିକାର ପାଇଁ ଆଜି ଆମର ଏ ଲଢ଼େଇ, ଆଜ୍ଞା ଆଜି କି 20 ବର୍ଷ ତଳେ କି 25 ବର୍ଷ ତଳେ କି 40 ବର୍ଷ ତଳେ ଯେଉଁ ମ୍ୟାଡ଼ାମ କହୁଛନ୍ତି ଯେ ଡ୍ରେନ୍ ଯିବ ତେଣୁ ଉଠି ଯାଆନ୍ତୁ, ଆଜ୍ଞା ଡ୍ରେନ୍ ନଥିଲା, ଆମ ପାଖକୁ ଡ୍ରେନ୍ ଆସିଛି। ପ୍ରଥମେ ଛୋଟ ଛୋଟ ରାସ୍ତା ଥିଲା, ଭୁବନେଶ୍ୱରରେ ରାସ୍ତା ଛୋଟ ଥିଲା, ଆମର ଉଠା ଦୋକାନୀମାନେ ପ୍ରଥମେ ସେ ଜାଗାରେ ବସିଥିଲେ, କିନ୍ତୁ ଧୀରେ ଧୀରେ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ଡ୍ରେନ୍କୁ ଆମ ପାଖକୁ ନେଇ ଆସିଛି। ଆମେ ଯେଉଁଠି ବସୁଥିଲୁ ସେଇ ଜାଗାକୁ ଡ୍ରେନ୍କୁ ନେଇ ଆସିଛନ୍ତି, ରାସ୍ତା ନାହିଁ କେଉଁଠି ବସିବେ। ଆଜିର ଦିନକର ଇଏ ଘଟଣା ନୁହେଁ, ବହୁ ଆଗରୁ ବସିଛନ୍ତି। କିନ୍ତୁ ଆମର ଗୋଟିଏ ଜିନିଷ ଆମେ କହୁଛୁ, ଆମ ଅଧିକାର, ବଞ୍ଚିବାର ମୌଳିକ ଅଧିକାର ଯେଉଁ ଅଛି, 2014 ଆଇନର ଯେଉଁ ଅଧିକାର ଅଛି ଆମେ ବେପାର ବୃତ୍ତି କରିକି ଚଳିବାର, ସେ ଅଧିକାରଟା ଆମକୁ ଦିଅନ୍ତୁ। ଆପଣ ଉଚ୍ଛେଦ କରିବାକୁ ଆମେ ମନା କରୁନୁ, ଯେଉଁ ଜାଗାରୁ ଉଚ୍ଛେଦ କରୁଛନ୍ତି ପ୍ରଥମେ ଆପଣ ସର୍ଭେ କରନ୍ତୁ, ସର୍ଭେ କରିସାରିଲା ପରେ ସେମାନଙ୍କୁ ଭେଣ୍ଡିଂ ଜୋନ୍ ମାଧ୍ୟମରେ ଥଇଥାନ କରନ୍ତୁ। ଏତିକି ଜିନିଷ ଆମେ ମ୍ୟୁନିସିପାଲିଟି ସହିତ ଆଲୋଚନା କରୁଛୁ ଏବଂ ଆମର ଦାବି ମଧ୍ୟ ରହୁଛି। କିନ୍ତୁ ଏ ଯେଉଁ ଅଧିକାରକୁ ସେମାନେ ଯଦି ବଞ୍ଚିତ କରନ୍ତି କିମ୍ବା ଏସବୁ କୌଣସି ସର୍ଭେ ନ କରି ଯଦି ମନ ଇଚ୍ଛା ଭାଙ୍ଗିକି ଫୋପାଡ଼ି ଦିଅନ୍ତି ଏବଂ ହଜାର ହଜାର ଉଠା ଦୋକାନୀ ଭୋକ ଉପାସରେ ଯଦି ମରିବେ, ତାଙ୍କର ପିଲାଛୁଆ ପରିବାର ଭୁବନେଶ୍ୱରରେ ରହିକି ଚଳଉଛନ୍ତି, କେମିତି କ'ଣ କରିବେ ସେମାନେ? କାଲି ସକାଳେ ସେମାନେ ସୁଇସାଇଡ୍ କରିବେ। ଅତୀତରେ ବି ହେଇଛି ସେମିତି, ଏଇ ଦୋକାନ ଭଙ୍ଗାରୁଜାକୁ ନେଇକି କିଛି କରି ନପାରିବାରୁ, ଚଳି ନପାରିବାରୁ ଲୋନ୍ କରିଦେଇଛନ୍ତି, କ'ଣ କରିବେ? କିଛି ଦିନ ତଳେ ସେମିତି ହେଇଛି। ତେଣୁ ଆମେ ସରକାରଙ୍କୁ ଦାବି କରୁଛୁ ଆପଣ ଉଚ୍ଛେଦ କରନ୍ତୁ, କିନ୍ତୁ ଉଚ୍ଛେଦ କରିବା ପୂର୍ବରୁ ସେମାନଙ୍କୁ ଆମର ଯେଉଁ ଅଧିକାର ଅଛି ସେ ଅଧିକାର ବଳରେ ଆପଣ ଆମକୁ ଥଇଥାନ କରନ୍ତୁ, ପରେ ଉଚ୍ଛେଦ କରନ୍ତୁ। ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଭେଣ୍ଡିଂ ଜୋନ୍ ମହାସଂଘର ସଭାପତି, ଆଜି ନ୍ୟାସନାଲ ଭେଣ୍ଡର୍ସ ଡେ ବା ଜାତୀୟ ଉଠା ଦୋକାନୀ ଦିବସରେ ଆପଣମାନଙ୍କୁ ସ୍ୱାଗତ। କଣ କହିଲେ ଆଜି ଉଠା ଦୋକାନୀ ଦିବସ ବାବଦରେ କଣ ଆଲୋଚନା ହେଲା, ସମସ୍ୟା କଣ ରହୁଛି, ସରକାର କଣ? ଆଜି এই ଜାତୀୟ ଉଠା ଦୋକାନୀ ଦିବସରେ ଆମର ଦାବି ଥିଲା 2014 ଆଇନକୁ, ଉଠା ଦୋକାନୀ ଆଇନକୁ ବିଏମସି ବା ଆମର ସରକାର ମାନିବା ଦରକାର ଏବଂ ଦୋକାନୀମାନଙ୍କର ଯେଉଁ ନ୍ୟାଯ୍ୟ ଦାବି ତାକୁ ଫେରିବା ଦରକାର। ହଁ, ଉଚ୍ଛେଦ କରିବା ପୂର୍ବରୁ ପ୍ରଥମେ ଯାହା ଗାଇଡଲାଇନ୍ ଅଛି ପାର୍ଲାମେଣ୍ଟର ଆମର ଆଇନ 2014 ଆଇନ ଅନୁସାରେ ତାକୁ ପାଳନ କରାଯାଉ। କିନ୍ତୁ ସେଇ ଯେଉଁ ଆଇନକୁ ଆମର ଅଧିକାରୀ ମାନେ, ଯେଉଁ ବିଏମସିର ଅଧିକାରୀ ମାନେ ପାଳୁନାହାନ୍ତି। କୌଣସି ଗୋଟେ ପ୍ରୋଗ୍ରାମ ହେଲେ, ଫଙ୍କସନ ହେଲେ ଆଗ ଉଠେଇ ଦିଅ, ତାପରେ ତାକୁ ଚିନ୍ତା କରିବା। ତେଣୁ ମୁଁ ଦୁଃଖ ଲାଗେ ଯେତେବେଳେ ପ୍ରବାସୀ ଭାରତୀୟ ଏବଂ ନ୍ୟାସନାଲ ହକି ଟୁର୍ଣ୍ଣାମେଣ୍ଟ ଚାଲିଥିଲା, 11,000 ଲୋକ ଦୋକାନୀମାନଙ୍କୁ ଉଚ୍ଛେଦ କଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଥଇଥାନ କରୁନାହାନ୍ତି। ଏଇ ଉଚ୍ଛେଦରେ ମୋର ଆମ ପାଖର ମହାସଂଘର ବା ଉଠା ଦୋକାନୀମାନଙ୍କର 2 ଜଣ ଲୋକ ହାର୍ଟ ଫେଲ୍ କରି ମରିଯାଇଛନ୍ତି। ଗୋଟେ ଝିଅଟେ ମଧ୍ୟ ବାପାର ଦୁଃଖରେ ସେ ଆଜି ଏପର୍ଯ୍ୟନ୍ତ ଅବିବାହିତ ହୋଇକି ସେ ପୁଣି ସେ କ୍ଷୁଦ୍ର ଦୋକାନ କରିକି ରାସ୍ତା କରରେ ତାର ବ୍ୟବସାୟ କରୁଛି। ତେଣୁ ଆମେ ଆଜିର ଆଲୋଚନା ଥିଲା ଆମକୁ ପ୍ରତ୍ୟେକ ଭେଣ୍ଡିଂ ଜୋନ୍ ବା ଉଠା ଦୋକାନୀମାନଙ୍କୁ ଥଇଥାନ କରାଯାଉ ଏବଂ ତାଙ୍କୁ ପରିଚୟ ପତ୍ର ଦିଆଯାଉ, ସେ ଜଣେ ଉଠା ଦୋକାନୀ ବୋଲି। ଦ୍ୱିତୀୟରେ ହେଲା 2014 ଆଇନକୁ ମାନାଯାଉ ଏବଂ ତାକୁ କାର୍ଯ୍ୟକାରୀ କରାଯାଉ। ତୃତୀୟରେ ପ୍ରତ୍ୟେକ ଉଠା ଦୋକାନୀ ମାନଙ୍କ ପାଇଁ ମାନେ ଆମର ଯେଉଁ ଅଛି କ'ଣ କୁହନ୍ତି ତାକୁ, ଇନ୍ସୁରାନ୍ସ, ତାଙ୍କର ଇନ୍ସୁରାନ୍ସ କରାଯାଉ। ପ୍ରତ୍ୟେକ ଦୋକାନୀ ମାନେ ଇନ୍ସୁରାନ୍ସ ଯେଉଁ ପ୍ରତି ଯେତେବେଳେ କିଛି ଅସୁବିଧା ହେଉଛି ତାଙ୍କୁ ସାହାଯ୍ୟ କରାଯାଉ। ଏବଂ ଶେଷରେ ମୁଁ କହିବି ଆମର ଯେଉଁ କାର୍ଯ୍ୟକାରୀ ହେଉନି ଯେଉଁ ସଂଘ ମାନେ ଏଗୁଡ଼ାକୁ, ତାଙ୍କୁ ସରକାର ନିହାତି କାର୍ଯ୍ୟକାରୀ କରନ୍ତୁ ଆଇନ ଗୁଡ଼ିକୁ।